Praise the Lord. 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 Jai Jesus. Jesus. Jai Jesus. Jesus. Jai Jesus. Jesus. Jai Jesus. Jesus. Jai Yesu Masihi ki ଖ୍ରୀଷ୍ଟଙ୍କ ଜଗରେ ମୋର ଉପସ୍ଥିତ ମାଙ୍କର ଯୀଶୁଙ୍କର ତ୍ରୈକ ଈଶ୍ୱରଙ୍କର ଭକ୍ତ ଓ ଭକ୍ତାଗଣ ଆଜି ଆମମାନଙ୍କୁ ଏହି ସୁନ୍ଦର ଦିବସରେ ଏହି ପବିତ୍ର ଦିବସରେ ଏହି ଆନନ୍ଦ ଏବଂ ମହା ଉଲ୍ଲାସ ଦିବସରେ ଈଶ୍ୱର ଆଉ ଏକ ସୁଯୋଗ ପ୍ରଦାନ କରିଅଛନ୍ତି ତାଙ୍କ ମାଙ୍କ ଜରିଆରେ ତାଙ୍କ ମାଙ୍କ ନିବେଦନରେ ତାଙ୍କ ନିକଟରେ ତାଙ୍କ ସହିତ ତାଙ୍କ ମଧ୍ୟରେ ତାଙ୍କଠାରେ ରହିବା ପାଇଁ ଏବଂ ତାଙ୍କରି କାର୍ଯ୍ୟକୁ ତାଙ୍କରି ବାକ୍ୟକୁ ତାଙ୍କରି ଇଚ୍ଛା ଅନୁସାରକୁ ଇଚ୍ଛାକୁ ଆମେମାନେ ପାଳନ କରିବା ପାଇଁ ଏବଂ ଅନ୍ୟମାନଙ୍କୁ ତାହା ଜଣାଇବା ପାଇଁ ଏଠାରେ ଆଜି ଆମେମାନେ ଉପସ୍ଥିତ ହୋଇଅଛୁ। ତେଣୁ ଆସନ୍ତୁ ଆଜି ଯେତେବେଳେ ଆମେମାନେ ଆପଣମାନଙ୍କର ଏବଂ ଆମମାନଙ୍କର ଏବଂ ସାରା ବିଶ୍ୱମଣ୍ଡଳୀର ସ୍ୱର୍ଗ ଏବଂ ମର୍ତ୍ତ୍ୟର ରାଣୀ ଆଶ୍ଚର୍ଯ୍ୟ ପଦକ ମାଙ୍କର ପର୍ବ ଯେତେବେଳେ ଆମେମାନେ ଆଜି ମହା ଆଡ଼ମ୍ବରରେ ଏହି ମଣ୍ଡଳୀ ଏହି ଚାଙ୍ଗଲିପଦ ମଣ୍ଡଳୀ ପାଳନ କରେ ଆଜି ଆମେମାନେ ତାଙ୍କ ସହିତ ଆମେମାନେ ଯୋଗ ଦେଇ ଈଶ୍ୱରଙ୍କର ସ୍ତୁତି ପ୍ରଶଂସା କରିବା ମାଙ୍କୁ ଆମେମାନେ ଧନ୍ୟବାଦ ଜଣାଇବା କି ନାହିଁ ଜଣାଇବା ଜଣାଇବା ଧନ୍ୟବାଦ ମା ଧନ୍ୟବାଦ ମା ଧନ୍ୟବାଦ ଆଶ୍ଚର୍ଯ୍ୟ ପଦକ ମା ତେବେ ফাদের উপক্রমে অতি সুন্দর ভাবে সংক্ষিপ্ত ভাবে এই আশ্চর্য পদক মাঙ্ক বিষয়ে ଏହା କିପରି ଘଟିଥିଲା କେଉଁଠାରେ ଘଟିଥିଲା ଏବଂ ଏହା କାହାକୁ ଏହି ନିଦର୍ଶନ ଏହି ଦର୍ଶନ କାହାକୁ ଦିଆଯାଇଥିଲା ସେହି ବିଷୟରେ ସଂକ୍ଷିପ୍ତ ଭାବରେ ସେ କହିଲେ। ତେବେ ସେହି ଆଶ୍ଚର୍ଯ୍ୟ ପଦକ ଆପଣମାନଙ୍କ ଠାରେ ଅଛି କି? এই গ্রামর আজ কেতে জন মা মানে কিংবা বাপা মা কিংবা ছোট ছোট সন্তান সম্পত্তি মানে বিধিছন্তি হাত টেকନ୍ତି কেতে জন বিধিছন্তি বিধিছন্তি প্রেজ দ্য লর্ড আর বেশি জন বিধি নাহাନ୍ତି নাই কি বেশি জন বিধি নাহাନ୍ତି তথাপি সেମାନଙ୍କ ପାଇଁ প্রেজ দ্য লর্ড প্রেজ দ্য লর্ড প্রেজ দ্য লর্ড প্রেজ দ্য লর্ড প্রেজ দ্য ଲର୍ଡ ମୁଁ ସେ ଆଶ୍ଚର୍ଯ୍ୟ ପଦକ ମାଙ୍କର ସେହି ପଦକ ଧରି ଆସିଛି ଲକେଟ ଏପଟେ ମାଙ୍କର ପ୍ରତିଛବି ଅଛି ଏପଟ ଅଲଗା ପ୍ରକାର ଭାବରେ ରଖାଯାଇଛି ନାଇକି ଗୋଟେ କ୍ରସ୍ ଚିହ୍ନ ଏବଂ ଏମ୍ ନାଇକି ଏମ୍ ଅଛି ତାପରେ ତା ଚତୁଃପାର୍ଶ୍ୱରେ କ'ଣ ଅଛି ତାରା ତାରା ନାଇକି ତାରା तारा अच्छी तापरे तळको टिके कोन अछि दुईटी हृदय आपण माने बहु वर्ष धरि याको पालन करछंती मु आम गां मध्ये गौड़गट मध्ये याको पालन करि आसु अछि तेबे एठारे मध्ये गोटे किछि लेखा अछि ना एठारे मध्ये किछि लेखा अछि जहाँ लिखा अछि ओ Mary conceived without sin pray for us who have request to thee यार अर्थ हैला आबे माने समस्त एटाको कहू जोड़िया नहीं एबे मु कहबी आपण माने तारो अधारा बा द्वितीय भाग आपण माने कहिबे ओई बिना पापरे गर्भ संभूता मारिया तुम्हारा समागत अमान का निमंते निजना द्वितीय भाग ओई बिना पापरे गर्भ संभूता मारिया ओई बिना पापरे गर्भ संभूता मारिया हालेलुया 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 तेबे एही आश्चर्य पदक मांक विषय रे आप मानकर ए लेक्चनर रे नाही हमर लिटरेचर इयर नाही किंतु एटी पठन देइछि दिया आइछि ଏହା କେବେ ଏହା ହେଇପାରେ ଏହା ମଧ୍ୟ ମିଶନ ରାଣୀଙ୍କ ପର୍ବ
ନଭେମ୍ବର 27 ହଉଛି କାହାର ପର୍ବ? ମିଶନ ରାଣୀଙ୍କର ପର୍ବ, ସେଇ ମାଙ୍କର ପର୍ବ। ତେବେ ଆଜି ଯେତେବେଳେ ଆମେ ଆଶ୍ଚର୍ଯ୍ୟ ପଦକ ମାଙ୍କ ବିଷୟରେ ଆମେ ମାନେ ମନ ଚିନ୍ତନ କରିବାକୁ ଆସିଅଛୁ, ତାଙ୍କ ପର୍ବ ପାଳନ କରିବାକୁ ଆସିଅଛୁ, ତେବେ ମା କିପରି ସେ ଆଶ୍ଚର୍ଯ୍ୟମୟ, ସେ କିପରି ସେ ଆଶ୍ଚର୍ଯ୍ୟମୟ, ତାହାକୁ କାହିଁକି ଆମେ ଆଶ୍ଚର୍ଯ୍ୟ କହିପାରିବା? କଣ ତାଙ୍କ ଠାରେ ସେ ଶକ୍ତି ଅଛି କି? କିପରି ସେ ତ ଆମ ପରିକା ଜଣେ ମାର ବାବା, ମନୁଷ୍ୟ ମାତ୍ର। ତେବେ ସେ କିପରି ସେ ଆଶ୍ଚର୍ଯ୍ୟ ଭାବରେ ବା ଆଶ୍ଚର୍ଯ୍ୟ କୁମାରୀ ବା ଆଶ୍ଚର୍ଯ୍ୟ ପଦକ ସେ କିପରି ସେ ଆଖ୍ୟା ପ୍ରାପ୍ତ କରିପାରିବେ? ଯୀଶୁକୁ ଜନ୍ମ ଦେଲେ ବୋଲି। ଯୀଶୁକୁ ଜନ୍ମ ଦେଲେ ବୋଲି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ସେ ଏଇଥିପାଇଁ ଆଶ୍ଚର୍ଯ୍ୟ କର୍ମ କରିପାରିବେ, କାହା ମାଧ୍ୟମରେ? ସେ ନିଜେ କରିପାରିବେ ନାହିଁ, ବରଂ ସେ ଆଶ୍ଚର୍ଯ୍ୟ କର୍ମ କରାଇବାର ଶକ୍ତି ତାଙ୍କ ଠାରେ ଅଛି, ତାହା ତାଙ୍କୁ ଦିଆଯାଇଛି। ଦିଆଯାଇଛି ନା ନାହିଁ? ହାଲେଲୁୟା, ହାଲେଲୁୟା। ଆମେ ମାନେ ପ୍ରଥମ କଥାରେ ଶୁଣିଲୁ ତାହା ବିଷୟରେ ଆମ୍ଭମାନଙ୍କର ପ୍ରଥମ ଆଦି ପିତା ମାତାଙ୍କର ବିଷୟରେ ଆମେ ଶ୍ରବଣ କଲୁ, ଅତି ସୁନ୍ଦର ଭାବରେ ଆମେ ମାନେ ଶୁଣିଲୁ। କିନ୍ତୁ ସେଠାରେ ଯେତେବେଳେ ସେଇ ପ୍ରଥମ ଏବା ବା ହବା ଯେ ଈଶ୍ୱରଙ୍କର ବାକ୍ୟକୁ କଣ କଲେ? ସେ ଅବଜ୍ଞା କଲେ। ଆଉ ସେହି ସମୟ ଠାରୁ ଈଶ୍ୱରଙ୍କର ମନରେ ଆଉ ସେ କହନ୍ତି ଆଉ ଏକ ନାରୀଙ୍କ ଗର୍ଭରୁ, ଆଉ ସେହି ସମୟ ଠାରୁ ମା ମାରିଆକୁ ଅନୁଗ୍ରହ ଭାବରେ, ଅନୁଗ୍ରହ ପୂର୍ଣ୍ଣ ଭାବରେ ତାଙ୍କୁ ରଖାଗଲା। ସେ ବିନା ପାପରେ ସେ ଜନ୍ମ ଗ୍ରହଣ କଲେ, ସେ ବିନା ପାପରେ ସେ କଣ କଲେ? ଗର୍ଭ ଧାରଣ କଲେ। ଆଉ ସେ ଅନୁଗ୍ରହରେ ପୂର୍ଣ୍ଣ କୋଉଠି ଲେଖା ଅଛି ନା ଲୁକ୍ ଲିଖିତ ସୁସମାଚାର ତାର 1 ଅଧ୍ୟାୟ 28 ପଦରେ ପ୍ରଭୁଙ୍କର ଦୂତ ତାଙ୍କ ନିକଟକୁ ଆସି କହନ୍ତି, ନମସ୍ତେ ଅନୁଗ୍ରହରେ ପୂର୍ଣ୍ଣ, ପ୍ରଭୁ ତୁମରି ସଙ୍ଗରେ। ଯେତେବେଳେ ପ୍ରଭୁ ତାଙ୍କରି ସଙ୍ଗରେ ରହନ୍ତି, ସେ କଣ ନା ଅନୁଗ୍ରହରେ ପୂର୍ଣ୍ଣ। ଆଉ ଯେ ଅନୁଗ୍ରହରେ ସେତେବେଳେ ସେ ପୂର୍ଣ୍ଣ ହୁଅନ୍ତି, ଆଉ ସେହି ଅନୁଗ୍ରହ କାଠାରୁ ଆସୁଛି ନା ସ୍ୱୟଂ ପିତା ପରମେଶ୍ୱରଙ୍କ ଠାରୁ ତାଙ୍କ ନିକଟକୁ ଆସନ୍ତି, ଆଉ ପ୍ରଭୁ ତାଙ୍କ ନିକଟରେ ରୁହନ୍ତି। ଆଉ ଯେତେବେଳେ ପ୍ରଭୁ ତାଙ୍କ ନିକଟରେ ରୁହନ୍ତି, ପ୍ରଭୁ ତାଙ୍କ ମଧ୍ୟରେ ଅଛନ୍ତି, ଆଶ୍ଚର୍ଯ୍ୟ କର୍ମ ହେବ କି ନାହିଁ? ହେବ କି ନାହିଁ? ହେବ। ହାଲେଲୁୟା, ହାଲେଲୁୟା। ତେବେ ମୋର ପ୍ରିୟ ବାପା ମା ଓ ଭାଇ ଓ ଭଉଣୀ ମାନେ, ସେ ଆଶ୍ଚର୍ଯ୍ୟ କର୍ମ କରାଇଲେ ଆମେ ମାନେ ଶ୍ରବଣ କଲୁ ସୁସମାଚାରରେ। ସେ ନିବେଦନ କଲେ, ଆଉ ତାହା ଥିଲା ମା ମାରିଆଙ୍କର ପ୍ରଥମ ଆଶ୍ଚର୍ଯ୍ୟ କର୍ମ କରାଇବାର ଯୀଶୁଙ୍କ ଠାରେ ପ୍ରଥମ ନିବେଦନ। ଯେତେବେଳେ ସେ ଦେଖନ୍ତି ସେ କାନା ଗ୍ରାମରେ ନା ଦ୍ରାକ୍ଷାରସ ସରିଯାଇଛି, କିନ୍ତୁ ସେହି ସମୟରେ ମା ମାରିଆ ଦେଖିପାରନ୍ତି, ବୁଝିପାରନ୍ତି। ଅନେକ ଲୋକମାନେ ତାହା ଜାଣିପାରନ୍ତି ନାହିଁ। ଆମେ ଭାବୁ ଆମର କଣ ଯାଏ ଆସେ, କିନ୍ତୁ ମା ମାରିଆ ଅନ୍ୟମାନଙ୍କର ଦୁଃଖକୁ, ଅନ୍ୟମାନଙ୍କୁ ଲଜ୍ଜାରେ ପକାଇବାକୁ ସେ ଚେଷ୍ଟା କରନ୍ତି ନାହିଁ। ଆଜି ପର୍ଯ୍ୟନ୍ତ ସେ ଆମମାନଙ୍କର ସମସ୍ତ କଷ୍ଟ ଦୁଃଖକୁ, ସେ ଆମମାନଙ୍କର ସମସ୍ତ ଅଭାବକୁ ଦେଖନ୍ତି। ତେଣୁ ସେ ଯୀଶୁକୁ ସେ ଜାଣିଥିଲେ, ମା ମାରିଆ ଭଲ ରୂପରେ ଜାଣିଥିଲେ ଯୀଶୁଙ୍କ ଦ୍ୱାରା ଏହି ସାଧନ କର୍ମ ହେବ। ତେଣୁ ମା ମାରିଆ କହନ୍ତି, ସେ ଯାହା କହିବେ ତୁମେ ତାହା କର। ଯୋହନ ଲିଖିତ ସୁସମାଚାର 2 ଅଧ୍ୟାୟ 5 ପଦରେ ସେ କହନ୍ତି, ସେ ଯାହା କହିବେ ତୁମେ ତାହା କର। ହାଲେଲୁୟା, ହାଲେଲୁୟା। ତେବେ ସେଇ ଯେତେବେଳେ ସେ କହନ୍ତି ଯୀଶୁ ଖ୍ରୀଷ୍ଟ ତାହା
से कौन करते संतान करते ताहा थिला यीशु ख्रीष्टଙ୍କର प्रथम आश्चर्य कर्म ଆଉ ସେ आश्चर्य कर्म ଦେଖିଲା ପରେ ମା ମାରିଆ ଏହା ଅନ୍ୟମାନଙ୍କୁ ମଧ୍ୟ ବିଶ୍ୱାସରେ ଦୃଢ଼ୀଭୂତ କରିବା ପାଇଁ ସେ ସାହାଯ୍ୟ କରିଥିଲେ ଅନ୍ୟମାନଙ୍କୁ ବିଶ୍ୱାସରେ ଦୃଢ଼ୀଭୂତ କରିବା ପାଇଁ ସାହାଯ୍ୟ କରିଥିଲେ ଏବଂ ସ୍ୱୟଂ 2:11 ପଦରେ ସେ କହନ୍ତି ସେ ଲେଖା ଅଛି ନା ଏହି ଆଶ୍ଚର୍ଯ୍ୟ कर्म ଏହି ଅଲୌକିକ କାର୍ଯ୍ୟ ଦେଖିଲା ପରେ ଶିଷ୍ୟମାନେ କ'ଣ କଲେ ଯୀଶୁଙ୍କ ଠାରେ विश्वास कले हालेलुया 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 यीशु कथारे से माने विश्वास कले तेबे मां मारे कथारे एठारो मध्य गोटे रश्मि बाहर आइबार देखुछन्ते एटी तो देखा जाउ नै आपण मारे देखिथिबे एटी फोटो अछि मां मारे को हस्ते कोन रश्मि गुड़िक बाहरी बाटा दुई अवस्था नहीं ता पूर्व 12टी तारका अछि पूरा चतुर्पार्श्व तेबे से 12टी तारकार अर्थ कोन 12टी तारकार अर्थ कोन से 12टी तारकार अर्थ यहाँ को लिखा जाए माने कहा जाए ना पुरातन नियम रे जाकुबंग से गोष्ठी तांकर 12 जण 12 ट्राइब्स कहନ୍ତି 12 ट्राइब्स कहନ୍ତି आ नूतन नियम रे कोन 12 जण शिष्य प्रेरित तो हालेलुया हालेलुया तेरे से आ कोन मुकुट मंडिता नहीं के से कोन ए मुकुट कोन करे रानी करो चिन्ह रानी तो से प्राथमिकता दे